ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲରେ ସ୍ୱାଗତ କରୁଅଛି। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ନମ୍ବର 1, ଘରର ମୁଖ୍ୟ ଦ୍ୱାରରେ କଟା ହୋଇଥିବା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ। ଏହାଦ୍ୱାରା ଘରର ଅସୁବିଧା ହୋଇଥାଏ। ନମ୍ବର 2, ଯଦି ଆପଣଙ୍କର ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଥାଏ, ତାହେଲେ ମାଟି ଶୁଭେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଦେଲେ ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ୟା ଦୂର ହୋଇଥାଏ। ନମ୍ବର 3, ଶନି ଦଶା ପଡ଼ିଥିଲେ କାଉକୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡ଼ା ନାଳକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ। ନମ୍ବର 4, ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଆପଣମାନେ କେବେ ବି ବେକକୁ ଖାଲି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ନମ୍ବର 5, ଗାଧୁଆ ଘରେ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ, କାରଣ ଏହା ଆପଣଙ୍କର ପିତୃପୁରୁଷକୁ ଅସନ୍ତୁଷ୍ଟ କରିଥାନ୍ତି। ନମ୍ବର 6, ଶୋଇବା ସମୟରେ ବିଛଣାରେ ଓଲଟା ହୋଇ ଶୁଅନ୍ତୁ ନାହିଁ ଏବଂ ବିଛଣା କେବେ ଫାଙ୍କା କରି ରଖନ୍ତୁ ନାହିଁ, ଏହାଦ୍ୱାରା ଅଶୁଭ ହୋଇଥାଏ। ନମ୍ବର 7, ଗଛ ମୂଳରେ ପରିସ୍ରା କରନ୍ତୁ ନାହିଁ ଏବଂ ରାତିରେ କୌଣସି ଲୋକଙ୍କ ଘରୁ କିଛି ମାଗନ୍ତୁ ନାହିଁ। ନମ୍ବର 8, ଭୋଜନ କରିବା ସମୟରେ କଥା କୁହନ୍ତୁ ନାହିଁ କି ଗୀତ ଗାଆନ୍ତୁ ନାହିଁ ଏବଂ ଗୋଡ଼ ନ ଧୋଇ କେବେ ବି ଖାଇବାରେ ବସନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଯେଉଁ ନାରୀ ସ୍ୱାମୀଙ୍କୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ, ତା ପରିବାର ସର୍ବଦା ଅଶାନ୍ତିରେ କଟେ। ବୟସର ଶେଷ ସମୟରେ ଶରୀରରୁ ଦୁର୍ଗନ୍ଧ ବାହାରେ ଏବଂ ଯନ୍ତ୍ରଣା ଭୋଗ କରେ।